ନା କଂଗ୍ରେସ ଦଳ ଯିଏକି ଭାରତୀୟ ସ୍ୱାଧୀନ ସଂଗ୍ରାମରେ ପ୍ରମୁଖ ନେତୃତ୍ୱ ନେଉଥିଲା ସେଇ ଦଳ এই দুইটি ଷ୍ଟାଞ୍ଜାଙ୍କୁ ହିଁ ବୋଲୁଥିଲା। 1937 ମସିହାରେ এই ଯେଉଁ ସଙ୍ଗୀତ ଯେଉଁଟା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଲେଖିଛନ୍ତି ସେ ପ୍ରଥମେ ଦୁଇଟି ଷ୍ଟାଞ୍ଜା ଲେଖିଥିଲେ। ପରେ ଯେତେବେଳେ ଆନନ୍ଦ ମଠ ଉପନ୍ୟାସ ସେ ଲେଖିଲେ ସେଥିରେ 6ଟି ଷ୍ଟମ୍ଭ ଯୋଡ଼ିଲେ। ପ୍ରଥମ ଦୁଇଟି ପଂକ୍ତିରେ କେବଳ ଭାରତବର୍ଷର ପ୍ରଶଂସା ଥିଲାବେଳେ ପ୍ରଥମ ଶେଷ 4ଟିରେ ହିନ୍ଦୁ ଦେବୀମାନଙ୍କର ଦୁର୍ଗା ସରସ୍ୱତୀ ଏବଂ ଅନ୍ୟ ଦେବୀମାନଙ୍କର ପ୍ରଶଂସା ତାଙ୍କୁ ଭାରତ ମାତା ସହିତ ତୁଳନା କରିକି କୁହାଯାଇଛି। ଏହି ଷ୍ଟାଞ୍ଜା ଗୁଡ଼ିକ ନ ପଢ଼ିବା ପାଇଁ ଯେହେତୁ ଏଇଟା ଯେଉଁ ଆନନ୍ଦ ମଠ ଉପନ୍ୟାସଟାର ପୃଷ୍ଠଭୂମି ହେଉଛି ଏ ସନ୍ନ୍ୟାସୀ ବିଦ୍ରୋହକୁ ଆଧାରିତ କରି ହେଇଥିଲା ମୁସଲମାନ ରାଜା ବିରୁଦ୍ଧରେ। ସେ ଆନନ୍ଦ ମଠରେ ଶେଷରେ ସେ ଯୁକ୍ତି କରିଥିଲେ ଯେ ମୁସଲମାନ ରାଜାର ଅବସାନ ହେଇଛି କିନ୍ତୁ ଭାରତବର୍ଷରେ ହିନ୍ଦୁ ରାଷ୍ଟ୍ର ହେବ ତାହା ନୁହେଁ, ଇଂରେଜମାନଙ୍କର ଶାସନ ହେବ। ଇଂରେଜମାନଙ୍କର ଶାସନ ଜରିଆରେ ଆମେ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ରାସ୍ତା ଖୋଲିବ। ଇଂରେଜମାନଙ୍କୁ ସମର୍ଥନ କରିକି ଏ ଉପନ୍ୟାସଟି ହେଇଥିଲା କିନ୍ତୁ ମୁସଲମାନଙ୍କ ବିରୁଦ୍ଧରେ ଥିଲା। ତେଣୁ ମୁସଲମାନର ଯେଉଁ ସମର୍ଥକମାନେ ମୁସଲିମ ସମର୍ଥକମାନେ ଇଭିନ୍ ସେତେବେଳେ ଭାରତବର୍ଷ ଏକାଠି ଯେଉଁ ସ୍ୱାଧୀନ ଚାହୁଁଥିଲା ଜିନା ଫିନା ୟାକୁ ତୀବ୍ର ବିରୋଧ କଲେ। ଏ ବିବାଦ ହେଲା ପରେ 1937 ମସିହାରେ କଂଗ୍ରେସ କାର୍ଯ୍ୟକାରୀ କମିଟି ୟା ଉପରେ ଚିନ୍ତା କଲା ଏବଂ ଚିନ୍ତା କରି ନିଷ୍ପତ୍ତି କଲା ରବୀନ୍ଦ୍ରନାଥ ଟାଗୋରଙ୍କର ପରାମର୍ଶ ନେଲା। କାରଣ ଆଗରୁ ଦୁଇଟି ଯେଉଁ ପଂକ୍ତି ବୋଲା ହେଉଥିଲା ତାର ଗୀତ ରଚନା ନିଜେ ରବୀନ୍ଦ୍ରନାଥ ଟାଗୋର କରିଥିଲେ। ରବୀନ୍ଦ୍ରନାଥ ଟାଗୋର ସମସ୍ତ କଥା ବିଚାର କରି କହିଲେ ସେ ଶେଷ 4ଟି ପଂକ୍ତି ବୋଲିବାର କୌଣସି ଆବଶ୍ୟକତା ନାହିଁ। ଜାତୀୟତା ଆନ୍ଦୋଳନରେ ସେଇ 2ଟି ଷ୍ଟାଞ୍ଜା ହିଁ ରହିବ। ସେଇଟା କଂଗ୍ରେସ କାର୍ଯ୍ୟକାରୀ କମିଟି 1937 ମସିହାରେ ପ୍ରସ୍ତାବ ଗୃହୀତ କଲା। ସେ ଯେଉଁ ପ୍ରସ୍ତାବ ଗୃହୀତ ହେଲା ସେ କଂଗ୍ରେସ କାର୍ଯ୍ୟକାରୀ କମିଟିର ପ୍ରସ୍ତାବରେ ସେତେବେଳେ ସେଇ ସଭାରେ ମହାତ୍ମା ଗାନ୍ଧୀ ଥିଲେ, ସୁଭାଷ ବୋଷ ଥିଲେ, ସର୍ଦ୍ଦାର ପଟେଲ ଥିଲେ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ, ଶ୍ରୀ ରାଜଗୋପାଳଚାରୀ ଥିଲେ, ମୌଲାନା ଆଜାଦ ଥିଲେ। ସ୍ୱାଧୀନ ସଂଗ୍ରାମର ସମସ୍ତ ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥାଇ କଂଗ୍ରେସ କାର୍ଯ୍ୟକାରୀ କମିଟି ଏହି ନିଷ୍ପତ୍ତି ନେଇଥିଲା। ତେଣୁ ସମ୍ବିଧାନ ସଭା ମଧ୍ୟ ଆକୁ ବିଚାର କରିକି କେବଳ ସେଇ 2ଟି ଷ୍ଟାଞ୍ଜାକୁ ଜାତୀୟ ସଙ୍ଗୀତ ଭାବରେ ଜନଗଣ ମନକୁ ନ୍ୟାସନାଲ ଆନ୍ଥେମ୍ ଭାବରେ ଏକୁ ଜାତୀୟ ସଙ୍ଗୀତ ଭାବରେ ନେଲା। ଯେଉଁ କନଷ୍ଟିଚ୍ୟୁସନାଲ ଆସେମ୍ବଲିରେ ଏଇଟା ନିଷ୍ପତ୍ତି ନିଆଗଲା ସେଥିରେ ସବୁ ଦଳର ଲୋକ ଥିଲେ, ଇଭିନ୍ ଶ୍ୟାମପ୍ରସାଦ ମୁଖାର୍ଜୀ ବି ଥିଲେ, କେହି ଏହାର ପ୍ରତିବାଦ କରିନଥିଲେ। କିନ୍ତୁ ଏବେ ଯେଉଁ ଆଇନ ହେଲା କରିଦିଆଗଲା ଯେ ବନ୍ଦେ ମାତରମର 6ଟି ଯାକ ପଂକ୍ତି ଆପଣ ଜାଣିଛନ୍ତି ବନ୍ଦେ ମାତରମ ସେତେବେଳେ ସ୍ୱାଧୀନ ସଂଗ୍ରାମରେ ସ୍ୱାଧୀନ ସଂଗ୍ରାମୀଙ୍କର ଏଇଟା ଗୋଟେ ମୁଖ୍ୟ ଗୀତ ଥିଲା। ୟାରି ଧ୍ୱନି ଦେଇ ଏହି ଗୀତ ଗାଇ ଶହ ଶହ ଲୋକ ଭାରତବର୍ଷରେ ଗିରଫ ହୋଇଛନ୍ତି। ସେମାନେ ସମସ୍ତେ ହେଉଛନ୍ତି କଂଗ୍ରେସ ଲୋକ। କିନ୍ତୁ ସେଇ 2ଟି ପଂକ୍ତି এই 6ଟି ପଂକ୍ତି କଥା କଂଗ୍ରେସ ଦଳ କେବେ ଗ୍ରହଣ କରିନାହିଁ। 1937 ମସିହାର ପ୍ରସ୍ତାବ ଅନୁସାରେ ସମ୍ବିଧାନ ସଭା ମଧ୍ୟ ସେଇଟାକୁ ଗ୍ରହଣ କଲା। ସେଇ ଦୃଷ୍ଟିରୁ କିନ୍ତୁ ବର୍ତ୍ତମାନ ଏ ସମ୍ପୂର୍ଣ୍ଣ ଗୀତ ଗାଇବା ପାଇଁ ମାଣ୍ଡେଟରୀ କରିବା ପାଇଁ ଆଇନ ହେଇଗଲା ଯେ ଏଣିକି ସରକାରୀ ଫଙ୍କସନରେ ପ୍ରଥମେ ବନ୍ଦେ ମାତରମ୍ ବୋଲାଯିବ ଏବଂ ତାପରେ ଜନଗଣ ବୋଲାଯିବ। 3 ମିନିଟ୍ 10 ସେକେଣ୍ଡର ଏ ଗୀତ ଏଥରକ ସ୍ୱାଧୀନ ସଂଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲା ଉପରୁ ଜାତୀୟ ପତାକା ଉତ୍ତୋଳନ ସମୟରେ ଏ ସଙ୍ଗୀତ ବୋଲାଯାଇଛି। କିନ୍ତୁ ସେଇଦିନ AICCରେ ମାନେ କଂଗ୍ରେସ ଦଳର AICC ହେଡ଼କ୍ୱାର୍ଟରରେ ତାଙ୍କର ଯେତେବେଳେ ଜାତୀୟ ପତାକା ଉତ୍ତୋଳନ ହେଉଥିଲା ସେତେବେଳେ ଏ ବନ୍ଦେ ଭାରତ ଏ ବନ୍ଦେ
ମାତରମ୍ ସଙ୍ଗୀତକୁ ନେଇକି ଗୋଟା ଅସହ୍ୟ ପରିସ୍ଥିତି ହେଇଥିଲା। ବନ୍ଦେ ଭାରତ ପ୍ରଥମ 2 ପଂକ୍ତି ପରେ ଯେ ଅନ୍ୟ ପଂକ୍ତି ପଢ଼ା ଚାଲିଲା, କାହିଁକିନା ରେକର୍ଡ଼ିଂ ହେଇକି ଥିଲା ବୋଧେ, ସେଥିରେ ସୋନିଆ ଗାନ୍ଧୀ ଟିକେ ଅସନ୍ତୋଷ ଅନୁଭବ କଲେ। ସେଇଟା ମଧ୍ୟ ଭିଡ଼ିଓରେ ଦେଖାଗଲା ଚାରିଆଡ଼େ। এইটাକୁ ନେଇକି ଗୋଟେ ବୋବାଲ ଆସିଲା ଯେ କଂଗ୍ରେସ ଦଳ ଜାତୀୟତାରେ ବିଶ୍ୱାସ କରୁନି, ବନ୍ଦେ ଭାରତ ବନ୍ଦେ ମାତରମ୍ ସଙ୍ଗୀତକୁ ଗାନ କରିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ। এই ঘটনা ପରେ ଗୃହମନ୍ତ୍ରୀ ଅମିତ ଶାହା ଅତି ଉଗ୍ର ଭାବରେ ଆସି ବିଭିନ୍ନ ସଭାରେ, କେତେକ ସଭାରେ ସିଧାସଳଖ ଭାବରେ କହିଛନ୍ତି ଯେ ଏଇ ଯେଉଁ ବନ୍ଦେ ମାତରମ୍ ନେଇ କଂଗ୍ରେସ ଦଳର ଆଭିମୁଖ୍ୟ, ସେତେବେଳେ ଯେଉଁ ଆଭିମୁଖ୍ୟ ନେଇଥିଲେ, ସେଇ ଆଭିମୁଖ୍ୟ ହିଁ ଭାରତବର୍ଷରେ ଭାରତ ବିଭାଜନ ପାଇଁ ମଞ୍ଜି ପୋତିଲା। ତାଙ୍କ ସିଧାସଳଖ କହିବା କଥା। ଏବଂ ସେଇ ଢଙ୍ଗରେ କିନ୍ତୁ ଏକଥା ବିବାଦ ସେ ଉଠିଲା ପରେ ଅମିତ ଶାହା କଂଗ୍ରେସ ଦଳ ପୁଣି ତାର କାର୍ଯ୍ୟକାରୀ କମିଟିରେ 1937 ମସିହାରେ ଗୃହୀତ ପ୍ରସ୍ତାବକୁ ରିଡିରେଟ୍ କରିଛି। କହିଲା ଆମେ ସେଇଠି ଅଛୁ, ଆମର ପୂର୍ବପୁରୁଷମାନେ ବନ୍ଦେ ମାତରମ୍ ଯେଉଁ ସିଦ୍ଧାନ୍ତ 1937 ମସିହାରେ ନେଇଥିଲେ, କଂଗ୍ରେସ ସେଇ କଥା ହିଁ କରିବ, ମାତ୍ର 2ଟି ପଂକ୍ତି ଫଙ୍କସନ୍ କରିବ। ଏଇଟା ଗୋଟେ ଜାତୀୟତା ବିରୋଧୀ କାର୍ଯ୍ୟ ବୋଲି, କାରଣ ଆଇନ ହେଇଛି ବୋଲି କହୁଛନ୍ତି। କିନ୍ତୁ ଯେଉଁ ଆଇନ ହେଇଛି ଇଏ ସରକାରୀ ଫଙ୍କସନ୍ ପାଇଁ। କଂଗ୍ରେସ ଦଳ ତାର କ'ଣ କରିବ, କମ୍ୟୁନିଷ୍ଟ ଦଳ ତା ପାର୍ଟି ଅଫିସରେ ଜାତୀୟ ପତାକା ଉତ୍ତୋଳନ ପାଇଁ କ'ଣ କରିବ, এইটা ଅନ୍ୟମାନଙ୍କୁ ଆପଣ ବାଧ୍ୟ କରିପାରିବେ। କିନ୍ତୁ ସରକାରୀ ଫଙ୍କସନ୍ରେ ଯେଉଁଟା ଗଭର୍ଣ୍ଣମେଣ୍ଟ ଫଙ୍କସନ୍, ସେଠି ବନ୍ଦେ ମାତରମ୍ ବୋଲା ବେଳେ 6ଟି ଯାକ ଷ୍ଟାଞ୍ଜା ବୋଲିବାକୁ ପଡ଼ିବ। ଏଇଟାକୁ ମାଣ୍ଡେଟରୀ କରାଯାଇଛି। ଏଇଟାକୁ ଆପଣ AICC କଲା ନାହିଁ, ଏଇଥିପାଇଁ ସେ ଜାତୀୟତା ବିରୋଧୀ, ଆଣ୍ଟି ନ୍ୟାସନାଲ୍। ଯଦି ଆଣ୍ଟି ନ୍ୟାସନାଲ୍ 80 ବର୍ଷ ହେଲା ଆମେ କଥା ବୋଲିନୁ, 80 ବର୍ଷ ହେଲା ତ 6ଟି ଯାକ ସ୍ତମ୍ଭ କେବେ ବୋଲା ହେଇନି। ତାହେଲେ 80 ବର୍ଷ ହେଲା ଭାରତବର୍ଷ ଯେତେ ସରକାର ଅଛନ୍ତି, ଯେତେ ଦଳ ଅଛନ୍ତି, ସେମାନେ ସମସ୍ତେ ଆଣ୍ଟି ନ୍ୟାସନାଲ୍। ଇଭିନ୍ ଅଟଳ ବିହାରୀ ବାଜପେୟୀ ଭାରତବର୍ଷର ପ୍ରଧାନମନ୍ତ୍ରୀ ଥିଲେ। ଭାରତବର୍ଷର ପ୍ରଧାନମନ୍ତ୍ରୀ ଥିଲାବେଳେ ତାଙ୍କ ସମୟରେ ମଧ୍ୟ ଉତ୍ତରପ୍ରଦେଶରେ କଲ୍ୟାଣ ସିଂଙ୍କର ଯେତେବେଳେ ସରକାର ଥିଲା, ସେ ସରକାର ଯେ ଶିକ୍ଷାମନ୍ତ୍ରୀ ଥିଲେ, ସିଏ କହିଥିଲେ ବନ୍ଦେ ଭାରତ ସବୁ ସ୍କୁଲରେ ଏ 6ଟି ସ୍ତମ୍ଭ ବୋଲିବା ପାଇଁ ଗୋଟେ ନିର୍ଦ୍ଦେଶ ଦେଇଥିଲେ। ୟାକୁ ନେଇ ସେତେବେଳେ ପ୍ରବଳ ପାଟିତୁଣ୍ଡ ହେଲା ପରେ ଉତ୍ତରପ୍ରଦେଶରେ ଅଟଳ ବାଜପେୟୀ ସେଥିରେ ହସ୍ତକ୍ଷେପ କରିଥିଲେ ଏବଂ ବୋଲା ଜୀବନ ବୋଲି କୁହାଗଲା। ଖାଲି ସେତିକି ନୁହେଁ, ବାଜପେୟୀ ଲକ୍ଷ୍ନୌରୁ ଫେରିଲା ପରେ ସମ୍ପୃକ୍ତ ଶିକ୍ଷାମନ୍ତ୍ରୀଙ୍କୁ କଲ୍ୟାଣ ସିଂ ମନ୍ତ୍ରିମଣ୍ଡଳରୁ ବାହାର କରିଦେଇଥିଲେ। ତାର୍ଥ ବିଜେପି ଏବେ କହୁଥିଲେ ମଧ୍ୟ 80 ବର୍ଷ ହେଲା ବିଜେପି କେବେ এই କଥା କହିନଥିଲା। କାହିଁକି ନା ବନ୍ଦେ ଭାରତ ହଉ, ତ୍ରିରଙ୍ଗା ହଉ, ୟାକୁ RSS ବିଜେପି ତ 1980 ପରେ ଗଠିତ ଦଳ, ତା ପୂର୍ବରୁ ସେମାନେ ୟାକୁ ପ୍ରାଣରେ କେବେ ନେଇନାହାନ୍ତି, ବା ବନ୍ଦେ ମାତରମ୍କୁ ବା ତ୍ରିରଙ୍ଗାକୁ ନେଇ ସେମାନେ କେବେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିନାହାନ୍ତି। ତ ତାକୁ ନେଇକି ଯଦିଓ ହେଡଗିୟାର ଯେ RSSର ପ୍ରତିଷ୍ଠାତା, ସିଏ କଂଗ୍ରେସ ଥିଲେ, ସିଏ ଗିରଫ ହେଇଥିଲେ ମଧ୍ୟ, ତାଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଯେଉଁମାନେ RSS ଅଛନ୍ତି। RS କାର୍ଯ୍ୟକ୍ରମରେ ବହୁତ ଏଇ କଥା କଂଗ୍ରେସ କହିକି କହୁଛୁ ଯେ ଆମେ, ଏବଂ କଂଗ୍ରେସର କ'ଣ ହେଲା ଯେ ଆମେ ଆମର ଯେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ସର୍ଦ୍ଦାର ପଟେଲ, ଶ୍ରୀ ରାଜଗୋପାଳଚାରୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ, ଏମାନେ ଯେଉଁମାନେ ଆମର ପୂର୍ବପୁରୁଷମାନେ, ଯେଉଁମାନେ କଂଗ୍ରେସ କାର୍ଯ୍ୟକାରୀ, କଂଗ୍ରେସ ତ ଆଜିକା ଦଳ ନୁହେଁ, 40 ବର୍ଷ କଂଗ୍ରେସ ସିଦ୍ଧାନ୍ତ କରିଥିଲା, ଆମେ କାହିଁ ସେଥିରୁ ବ୍ୟତିକ୍ରମ ହେବୁ।